ଭୂଗୋଳ। ପ୍ରଥମ ଅଧ୍ୟାୟ ସମ୍ବଳ। ପ୍ରଥମ ପାଠ ସମ୍ବଳ ତାର ବିକାଶ। ସମ୍ବଳ କାହାକୁ କୁହାଯାଏ? ମନୁଷ୍ୟର ବ୍ୟକ୍ତିଗତ ତଥା ସାମାଜିକ ଆବଶ୍ୟକତା ପୂରଣ କରିବାରେ ଉପଯୋଗୀ ଓ ମୂଲ୍ୟବାନ ବିବେଚିତ ହୋଇଥିବା ପରିବେଶରେ ବିଭିନ୍ନ ପଦାର୍ଥ ତଥା ଶକ୍ତି ଇତ୍ୟାଦି ଯାହା ପ୍ରାକୃତିକ ଦୃଷ୍ଟିକୋଣରୁ ସୁଗମ୍ୟ, ଅର୍ଥନୈତିକ ଦୃଷ୍ଟିକୋଣରୁ ସମ୍ଭବ ଏବଂ ସାଂସ୍କୃତିକ ଦୃଷ୍ଟିକୋଣରୁ ଗ୍ରହଣଯୋଗ୍ୟ ତାହାକୁ ସମ୍ବଳ କୁହାଯାଏ। ସମ୍ବଳ ପ୍ରକାରଭେଦ। ପ୍ରାକୃତିକ ଅନୁସାରେ 3 ଭାଗ: ପ୍ରାକୃତିକ ସମ୍ବଳ, ସାଂସ୍କୃତିକ ସମ୍ବଳ, ମାନବ ସମ୍ବଳ। ଭୂମି, ମୃତ୍ତିକା, ଅରଣ୍ୟ, ବନ୍ୟପ୍ରାଣୀ, ଜଳବାୟୁ, ଖଣିଜ ପଦାର୍ଥ, ଶକ୍ତି। ପ୍ରାକୃତିକ ସମ୍ବଳ। ସାଂସ୍କୃତିକ ସମ୍ବଳ: ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବାଣିଜ୍ୟ, ଅର୍ଥଲଗଣା, ଅର୍ଥ ସଞ୍ଚାଳନ, ସାମାଜିକ ଓ ରାଜନୈତିକ ଅନୁଷ୍ଠାନ। ମାନବ ସମ୍ବଳ: ସଂରଚନା, ସଂସ୍ଥା, ଗୁଣବତ୍ତା। ଉତ୍ପତ୍ତି ଅନୁସାରେ 2 ଭାଗ: ଜୈବ ସମ୍ବଳ ଓ ଅଜୈବ ସମ୍ବଳ। ମନୁଷ୍ୟ, ପ୍ରାଣୀ, ଉଦ୍ଭିଦ, ଅଣୁଜୀବ, ପଶୁପକ୍ଷୀ, ମାଛ। ଅଜୈବ ସମ୍ବଳ: ଭୂମି, ଶିଳା, ଜଳ, ମୃତ୍ତିକା, ଖଣିଜ ପଦାର୍ଥ। ବ୍ୟବହାର ଓ ସୁଲଭତା ଅନୁସାରେ 2 ଭାଗ: ଅସରନ୍ତି ବା ଅକ୍ଷୟ ସମ୍ବଳ, ସରନ୍ତି ସୀମିତ, ଅକ୍ଷୟଶୀଳ ସମ୍ବଳ। ସୌରଶକ୍ତି, ବାୟୁ, ପେଟ୍ରୋଲିୟମ, କୋଇଲା, ଖଣିଜ ପଦାର୍ଥ। ପରିମାଣ ଅନୁସାରେ 2 ଭାଗ: ଅପୂରଣୀୟ ସମ୍ବଳ, ପୂରଣୀୟ ବା ଅବିରାମ ସମ୍ବଳ। ଖଣିଜ ପଦାର୍ଥ: ଖଣିଜ ତୈଳ, କୋଇଲା। ସୌରଶକ୍ତି, ଭୂତାପଜ ଶକ୍ତି, ଜୁଆର ଶକ୍ତି, ପବନ ଶକ୍ତି। ଭରଣ ଅନୁସାରେ 2 ଭାଗ: ନବୀକରଣ ଯୋଗ୍ୟ, ନବୀକରଣ ଅଯୋଗ୍ୟ। ଜଙ୍ଗଲଜାତ ପଦାର୍ଥ, ପ୍ରାଣୀଜାତ ପଦାର୍ଥ, କୃଷିଜାତ ପଦାର୍ଥ। କୋଇଲା, ପେଟ୍ରୋଲିୟମ। ବଣ୍ଟନ ବା ବିତରଣ ଅନୁସାରେ 2 ଭାଗ: ସର୍ବତ୍ର ସୁଲଭ ସମ୍ବଳ, ସ୍ଥାନୀୟ ସମ୍ବଳ। ଭୂମି, ଜଳ, ବାୟୁ। ସ୍ଥାନୀୟ ସମ୍ବଳ, ଖଣିଜ ପଦାର୍ଥ। ବିକାଶ ସ୍ତର ଅନୁସାରେ 4 ଭାଗ: ଗଚ୍ଛିତ ସମ୍ବଳ, ବିକଶିତ ସମ୍ବଳ, ସମ୍ବଳ ଭଣ୍ଡାର, ସଂରକ୍ଷିତ ସମ୍ବଳ। ସମୁଦ୍ର ତଳେ ଥିବା ଖଣିଜ ପଦାର୍ଥ, ଜଳବିଦ୍ୟୁତ, ଅରଣ୍ୟ, ଖଣିଜ ପଦାର୍ଥ। ପରିବେଶର କେତେକ ଅବ୍ୟବହୃତ ପଦାର୍ଥ, ପ୍ରବାହିତ ଜଳ। ପ୍ରାକୃତିକ ସମ୍ବଳ କାହାକୁ କୁହାଯାଏ? ପ୍ରକୃତିରୁ ମିଳୁଥିବା ପଦାର୍ଥ ଓ ଶକ୍ତି ଦ୍ୱାରା ମନୁଷ୍ୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଉପକୃତ ହୋଇଥିବା ସମ୍ବଳଗୁଡ଼ିକୁ ପ୍ରାକୃତିକ ସମ୍ବଳ କୁହାଯାଏ, ଯଥା ଭୂମି, ମୃତ୍ତିକା, ଅରଣ୍ୟ, ବନ୍ୟପ୍ରାଣୀ, ଜଳବାୟୁ, ଖଣିଜ ପଦାର୍ଥ, ଶକ୍ତି। ସାଂସ୍କୃତିକ ସମ୍ବଳ କାହାକୁ କୁହାଯାଏ? ମନୁଷ୍ୟ ନିଜର ଦକ୍ଷତା ଓ କାରିଗରୀ ଜ୍ଞାନକୌଶଳ ମଧ୍ୟରେ ପ୍ରାକୃତିକ ସମ୍ବଳକୁ ରୂପାନ୍ତରିତ କରି ବିଭିନ୍ନ ଉପାୟରେ ବ୍ୟବହାର ଉପଯୋଗୀ କରୁଥିବା ସମ୍ବଳଗୁଡ଼ିକୁ ସାଂସ୍କୃତିକ ସମ୍ବଳ କୁହାଯାଏ, ଯଥା ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବାଣିଜ୍ୟ, ଅର୍ଥଲଗଣ, ଅର୍ଥ ସଞ୍ଚାଳନ, ସାମାଜିକ ଓ ରାଜନୈତିକ ଅନୁଷ୍ଠାନ। ମାନବ ସମ୍ବଳ କାହାକୁ କୁହାଯାଏ? ସମ୍ବଳ ଉତ୍ପାଦନ, ବଣ୍ଟନ, ବ୍ୟବହାର ଓ କ୍ଷୟ ପ୍ରଭୃତି ସମସ୍ତ ପ୍ରକ୍ରିୟା ଦ୍ୱାରା ମାନବ ସମ୍ବଳ କାହାକୁ କୁହାଯାଏ? ସମ୍ବଳ ଉତ୍ପାଦନ, ବଣ୍ଟନ, ବ୍ୟବହାର ଓ କ୍ଷୟ ପ୍ରଭୃତି ସମସ୍ତ ପ୍ରକ୍ରିୟା ମନୁଷ୍ୟ ଦ୍ୱାରା ସମାହୃତ ହୋଇଥିବା ସେଗୁଡ଼ିକୁ ମାନବ ସମ୍ବଳ କୁହାଯାଏ, ଯଥା ସଂରଚନା, ସଂସ୍ଥା, ଗୁଣବତ୍ତା। ଜୈବ ସମ୍ବଳ କାହାକୁ କୁହାଯାଏ? ଜୈବମଣ୍ଡଳର ଅନ୍ତର୍ଗତ ସଜୀବ ବସ୍ତୁଗୁଡ଼ିକୁ ଜୈବ ସମ୍ବଳ କୁହାଯାଏ, ଯଥା ମନୁଷ୍ୟ, ପ୍ରାଣୀ, ଉଦ୍ଭିଦ, ଅଣୁଜୀବ, ପଶୁପକ୍ଷୀ, ମାଛ। ଅଜୈବ ସମ୍ବଳ କାହାକୁ କୁହାଯାଏ? ଅଜୈବ ବା ନିର୍ଜୀବ ବସ୍ତୁଗୁଡ଼ିକୁ ଅଜୈବ ସମ୍ବଳ କୁହାଯାଏ, ଯଥା ଭୂମି, ଶିଳା, ଜଳ, ମୃତ୍ତିକା, ଖଣିଜ ପଦାର୍ଥ।